ଓହୋ କି ଶୀତ। ଓ ଆରେ ବାସ୍କ ନଳ ଭାଇ ତୋ ନା ବାସ୍କ କିଏ ଦେଲା? ବିମ୍ବା ମଉସା ଦେଲେ ପରା। ବିମ୍ବା ମଉସା? ହଁ। ମାନିବାକୁ ପଡିବ ସେ ବିମ୍ବା ମଉସାକୁ। ତୋ ନା ଦେଇଦେଇଛି ବାସ୍କ। ଓହୋ ଏ ଶୀତରେ ତୁ ଆସି ହାବୁଡେ ପଡିଗଲୁ। ଏ ନିଆଁ ଆଉ କୋଉଠି ପାଇବୁନି ରେ। ଏଇଠି ପରା ଏ ଲାଗିଛି ନିଆଁ କେବଳ ନଳ ଭାଇ ପାଖରେ ପାଇବୁ, ଆଉ କୋଉଠି ପାଇବୁନୁ। ଭାଇ। ଆରେ ବଡ ମଉସା, ବଡ ମଉସା ଆରେ ବଡ ମଉସା ତ। ଓହୋ ଏ ବୁଢୀଟାକୁ ମୁଁ କହିଲି ମୋର ତୁ କିଛି ସଫା କରିନିଲୋ। ଏ ବୁଢୀଟାକ ମୋ କଥା ମାନିଲା। ଏ ବା ମୋର ସବୁ ତକ ସଫା କରି ଥୋଇଦେଲା। ଓହୋ ଇକି ଜାଡଲୋ। ଆରେ ବଡ ମଉସା, ଆରେ ଇଆଡେ ଆସ। ଆରେ ନଳକିରେ ଆସ ଟିକେ ନିଆଁ ନେଇଯିବ ଆସ। ଯାଉଛି ଆଲୋ କି ଜାଡଲୋ। ଆମେ ତ ନିଆଁ ନଉଛୁ ଆଉ, ଟିକେ ତମେ ଆସ। ଆସ। ଗଲେ ତୁ ବୁଢୀ ମୋ ବୁଢୀ କଥା ବୁଝିବି। ଏ ଆସ ବୁଢୀ। ଆରେ ଇଆଡେ ଆସ ନିଆଁ ନେଇଯା। ଏ ନିଆଁ କୋଉଠି ପାଇବୁ ରେ ବାପ। ବସିଗଲେ ଥରୁଛି ଆଉ ଥର ଥରୁଛୁ କିରେ। ନାଇଁ ଆଉ ନାଇଁ ବଡ ମଉସାର ପାୱାର ନାହିଁ ବୋଲି ଥରୁଛି। ବୁଢୀ ସବୁ ଯାଇକି ପାୱାର ନେଇଯାଇଛି ଆଉ। ଏ ବୁଢୀ କଥା କହୁନି। ବୁଢା ବଡ ମଉସା ତମ ବୁଢୀ ତୋର ସବୁ ପାୱାର ନେଇ ପଳେଇଲା। କିଛି ନାହିଁ ତୋର। ବୁଢାକୁ ମୁଁ ବାରମ୍ବାର କହିଲି ମୁଁ କିଛି ସଫା କରିନି ସଫା କରି ଥରେଇ ଦଉଛି। ମାନେ ଟୋଟାଲ ସଫା କରିଦେଇଛି। ସବୁ ସଫା କରି ଚଢିକି ସଫା କରିଦେଇଛି। ଚଢିକି ମୁଁ ସଫା କରିକି ମେନ୍ ଜିନିଷଟା ସଫା କରିଦେଇଛି। ବେଶୀ ଶୀତ ହବ। ବଡ ମଉସା ମତେ କୁହ, ଶୀତ ଦିନ ତମେ କଣ ଘୋଡି ହଉଛ? କଣ କହିବି ରେ ନଳ। ଶୀତ ଦିନେ ମୁଁ ଗୋଟେ 10 ଟଙ୍କାର ଗୋଟେ କମ୍ବଳ ନେଇକି ଆଇଥିଲି। ତାକୁ ଭାରି ଯତ୍ନରେ ତ ମା ରଖିଛି। କଣ ମା ଡାକିଲି ନା କଣ ଡାକିଲି? ଆରେ 10 ଟଙ୍କାର କମଳ? ନା ମା ଡାକିଲେ କଣ ମୋ ସ୍ତ୍ରୀ ତୋର କଣ ହବ? ମୋର ମାଉସୀ ହବ। ମାଉସୀ ମୁଁ ମୋ ଅପା କହିବି। ହଁ ମାଉସୀ ହବ। ତ ମାଉସୀ ଭାରି 10 ଟଙ୍କାରେ ସେ ଯୋଉ ମୁଁ କମଳ ଆଣିଥିଲି ଭାରି ଯତ୍ନ ରଖିଛି। ଆମେ କଣ କରୁ ରାତିରେ ଖିଆ ପିଆ ସରିଲା ପରେ ଏ ଗୋଡି ଗାଡିକି ସମସ୍ତେ ଆମେ ଶୋଇପଡୁ। ନିଆଁ ଭଳିଆ ଗରମ ଲାଗେ। 10 ଟଙ୍କାର କମଳ ହୁଁ ସେ ଗୋଟେ ବାଳ ଶୀତ ତତେ ସମ୍ଭାଳୁଥବା। ଶୁଣୁ, ଆରେ କମଳ ଗୋଟାକ 1000-1500। ନାଇଁ ରେ 10 ଟଙ୍କାର କମଳ ସେ କମଳ ନା ଗାମୁଛା? ନାଇଁ ରେ ନଳ ତୁ ବୁଝିପାରିବୁ। ଗରିବ ଲୋକ ଆମେ ଏତେ ଟଙ୍କା ଦେଇ କୁଆଡେ ଆଣିବୁ? ତ କଣ ତ ମାଉସୀ କି ଜାଣିଥାଉ ତୁ କେଉଁ ଭଳିଆ ଲୋକ ସିଏ। ନାଇଁ ତମ ତ ମାଉସୀ ସବୁ ଭିଡି ଭାଡି ଖାଇସାରିଲେଣି, ଆଉ କିଛି ପାୱାର ନାହିଁ। କାଇଁ କୋଉ ଅଛି ଯେ ଦେଖୁଛୁ ଗୋଟା ସୁଧା ଥରୁଛି ଆଉ କଣଟା କରିବା? ହଉ ତାହେଲେ ଟିକେ ଗୋଟେ ଚା ଟିକେ କରିବା, କଡା ଚା ଟିକେ କରିବା। ଚା କରିବା? ଆରେ ନଳ ତୁ ଏଇ ଯୋଉ ଜାଳ ଭିତରେ ତୁ ଏଇ ଯୋଉ ଜାଳ ଯୋଉ ପଡୁଛି ଜାଳ ତୋ ଘର ସବୁ କଣ କରୁଛ ରେ? କହନି ସେ କଥା। 50 ଟଙ୍କା ଦେଇ କମଳ ଆଣିଥିଲି। 50 ଟଙ୍କା ନାଇଁ କି କମଳା ଆଣିଥିଲୁ? ମୁଁ 10 ଟଙ୍କା ଦେଇକି ଆଣିଥିଲି ଆଉ। ଆରେ ବଡ ମଉସା, ଓଲୋ ମୁଁ ତାକୁ ପଚାରିଲି ତୋ ନା ବାସ୍କ କିଏ ଦେଲା? ନା ବିମ୍ବା ମଉସା। ମୁଁ କହିଲି ସେ ବିମ୍ବା ମଉସା ତାକୁ ମାନିବାକୁ ପଡିବ। ନା ଦେଇଦେଇଛି ବାସ୍କ। ଆରେ କେତେ ହେଲାଣି ଆଜି ଆସିକି ମୋ ପାଖରେ ନିଆଁ ପହଞ୍ଚି। ମୁଁ ଆକୁ କେତେବେଳେ ଦେଖୁନଥିଲି। ଆରେ ବାକ୍ସ ବଡ ମଉସା। ଆରେ ନିତିଆ ପୁଅଠୁ ନା? ଆରେ କଣ ବୁଢା ହେଲାଣି ନା? ଆରେ ବୁଢା ହେଲାଣି ମୋ ଆଖି ଆଉ ଦେଖା ଯାଉନି ରେ। ଆରେ ଇଏ ନଳ ଅଦା ଗୋଲମରିଚ ପଡିକି କଡା ଚା। କଟା ଚା ନହେଲେ ତୋର ଥରା ବନ୍ଦ ହବନି। ଆରେ କି ମୂର୍ଖ ବୁଟ କହିଲୁ ମୋର। କି ଇଏରେ ମୁଁ ତାକୁ ବାହା ହେଇଥିଲି। ମତେ କହୁଛି ନାଲି ଚା ଯଦି କରିବ ଆଉ ନାଲି ଆଗେ ଚା ପତି ନେଇକି ଆଗେ ଭାଜିବ, ତାପରେ ଚିନିକି ଟିକେ ଭାଜିବ। ସେ ଭାଜି ସାରିଲା ପରେ ପାଣି ଦଉଛି, ନାଲି ଚା କରିକି ମତେ ଦଉଛି। ଭଲ ଲାଗିବ? ମୋ କୋଉଠୁ ମୋ କଥା ସବୁ ଚୁଟିବୁ କହିଲୁ। ନିଆଁରେ ବସେଇଦବା। ନାଇଁ ଚା ଦେଇଦବା। ଆସ ଚା ପିଇବା। ମୁଁ ଟିକେ ନିଆଁ ନେଇଯାଏ। ବୁଢୀ ସଫା କରିଦେଇଛି ଟୋଟାଲ। ଚଢି ଉପରେ ସବୁ ସଫା କରିଦେଇଛନ୍ତି। ଏ ନଳ କଣ କହୁଛ ବଡ ମଉସା? ଆରେ ଶୀତ ଦିନେ ସବୁ କଣ କଣ ଖାଇଲେ ଭଲ ହବ ରେ? ଶୀତ ଦିନେ କଣ ଖାଇଲେ ଭଲ ହବ? ଏଇଆ, ଶୀତ ଦିନେ ଆଗ ଯେତେବେଳେ ସକାଳୁ କମଳରୁ ଉଠିଲି ମୁହଁଟା ଧୋଇବ। ମୁହଁଟା ଧୋଇ ସାରିଲା ପରେ ଟିକେ ମେଲାକୁ ଆସିବ। ଆସିଲେ ଟିକେ ଖରା ଖାଇଲି। ଖରା ଖାଇସାରିଲା ପରେ ଖୋଜିବ ଏମିତି ନଳ କୋଉଠି ନିଆଁ ଲଗଉଛି, ନିଆଁ ଟିକେ ଖାଇବ।
ଏଇ ତ ଖାଉଛି ହଁ ନିଆଁ ଖାଇସାରିଲା ପରେ ଯାଇକି କହିବ ଆଲୋ ବୁଢୀ ତମ ମାଉସୀ କି କହିବ ମୋ ସ୍ତ୍ରୀ କି ହଁ ସ୍ତ୍ରୀ କି ଓହୋ କହିବ ଆଲୋ ଟିକେ କଡା ନାଲି ଚା ଟିକେ କରିକି ଦେଲୁ କାରଣ ତମର ଯୋଉ ବୟସ ହେଲାଣି ହଁ ତମେ ଆଉ ନାଲି ଚା ନ ପିଇଲେ ଆଉ ପାରିବନି ନାଇଁ ନଳ ଏ ଯୋଉ ଜାଳ ଶୀତ ପଡୁଛି ଏ ଶୀତରେ ତମେ ନାଲି ଚା ନ ପିଇଲେ ଆଉ ପାରିବନି। ଏଇ କଥା କହିଲେ ନଳ ମୁଁ ପାରୁନି ରେ କେମିତି ପାରିବି କହୁନୁ 6ଟା ତ ପୁଅ କଲି 3ଟା ଝିଅ କଲି ହଁ ଟୋଟାଲ ମିଶିକି 9ଟା ପିଲା ଛୁଆର ବାପ ହେଲି ହେ ରହିଥା ହେ ତମର ପାୱାର ତକ ବୁଢୀ ଏଇ 9 ପୁଅରେ ନେଇଯାଇଛି ଆଉ ପାୱାର ଆସିବ କୁଆଡେ ତମେ ଷ୍ଟ୍ରଙ୍ଗ ହବ 6 ପୁଅରେ 6 ପୁଅ 3 ଝିଅ 6 ପୁଅ 3 ଝିଅ 9ଟା ଛୁଆ 9 ଛୁଆର ତମର ପାୱାର ବିଲକୁଲ ଯାଇଛି। କାହିଁକି ମୁଁ ତ ପାରିଛି ବୋଲି ତ ହେଇଛି ନା ଏବେ ତ ମୁଁ ଆଉ କିଛି ଅସୁବିଧା ନାହିଁ ମୁଁ କହିଲି ଏ ଜାଳ ଟିକେ ଥରୁଛି ନା ଆଉ ମୋର ତ ପିଲା ଛୁଆ କଥା ତୁ ଶୁଣିଲୁ ରେ ତୁ ତ ବାହା ତଳା ତ କେତେ ବର୍ଷ ହେଲାଣି ତୋର ପିଲା ଛୁଆ କେତେ କିରେ ସେ କଥା ପଚାରୁଥିଲି ବଳ ମଉସା କାନ୍ଦୁଛୁ କିରେ ବଳ ମଉସା ହେଁ ବହୁ ପରିଶ୍ରମ କରିକି 12ଟା ଛୁଆ କରିଥିଲି 12ଟା କାଞ୍ଜିଆ ଆଉ ତୁ ତ ମୋଠୁ ଫାଷ୍ଟ ଅଛୁ ରେ ମୋର ତ 9ଟା ତୁ ତ 12ଟା ଛୁଆ କରିଛୁ 12ଟା ଅଛନ୍ତି କୁଆ ଗଲେ ରେ 12ଟା ଛତୁ ମାନେ ଶେଷ ନାହାନ୍ତି କି କୁଆଡେ ଚାକିରି ବାକିରି କରି ଯାଇଛନ୍ତି ନା ସବୁ ସବୁ ମରିଗଲେ ମରିଗଲେ ରେ ହଁ କାହିଁକି ରେ ସବୁ କାଞ୍ଜିଆ ହେଇଗଲେ। ଏଇ କାଞ୍ଚିଆ ମାନେ ତୋ ସ୍ତ୍ରୀ କଣ ଅଣ୍ଡା ଦଉଥିଲା କି ରେ ଆରେ ନାଇଁ ରେ ଯେମିତି କୁକୁଡ଼ାର ଅଣ୍ଡା କାଞ୍ଜିଆ ହେଇଗଲା ପରେ ସେ ଅଣ୍ଡା ନଷ୍ଟ ହଁ ସେମିତି ସେ ଜନ୍ମ ହଉ ହଉ ଶେଷ ଏ ହେ ଜନ୍ମ ହଉ ହଉ ଶେଷ ଜନ୍ମ ହଉ ହଉ ଶେଷ 12ଟା ଦୁଃଖ କଥାରେ ହଇରେ ନଳ ତୋର ବହୁତ ଦୁଃଖ କଥାରେ ସେ କଥା କଣ ବାଧ୍ୟ ସମସ୍ତଙ୍କୁ ନା ନା ରେ କଣ କରିବି ହେ ଭଗବାନ ଆଉ ତୋ ମନରେ ଏତେ ଦୁଃଖ କଥା ଅଛି ତୁ କାହିଁ ମତେ ତ କେବେ ଜଣେଇନୁ ରେ ତଥାପି ମୁଁ ଭାବିଛି ହଁ କାଳେ ମାଇକିନାର ଦୋଷ ଥିବ ଆଉ ଗୋଟେ ବାହା ଆଉ ଗୋଟେ ମ୍ୟାରେଜ କରିବୁ ନା ତୋର ତ ବଳ ବୟସ ତ ବଳ ମଉସା ହଁ ହଁ 12ଟା ଛୁଆ ଜନ୍ମ କଲା ପରେ ମୋ ମାଇକିନାର ଆଉ ଅବସ୍ଥା ନାହିଁ କାହିଁକି ରେ ନା ଏମିତି କଣ୍ଟା ହେଇଗଲାଣି ଏ ମୋ ମାଇକିନା ଭଳିଆ ନା କଣ ହଁ ପୁରା କଣ୍ଟା ହେଇଗଲାଣି ତମ ମାଉସୀ ହେଲେ ଭଲ ଅଛି ହଁ ମୋ ମାଇକିନା କଣ୍ଟା ହେଇଗଲାଣି ତାର ଅବସ୍ଥା ନାହିଁ ମାନେ ତାର ଛୁଆ ପିଲା ଜନ୍ମ କରିବାର ଅବସ୍ଥା ନାହିଁ ତେଣୁକରି ହନେଇଲୁ ମୁଁ ଭାବୁଛି ହେ ବଳ ମଉସା କଣ ରେ ତୋ ନଜର ଉପରେ ଆଉ କିଏ ମିଳିବେ କି ଗୋଟେ ବାହା ହେଇଯାଆନ୍ତି ମ ତୁ ବାହା ଯେ ବାହା ତୋର ତ ବଳ ବୟସ ଅଛି ତୁ ତ ବାହା ହବୁନି କିନ୍ତୁ ମତେ ଟିକେ ଦୁଃଖ ଲାଗୁଛି ସିଏ ମାଇକିନା କଣ କରିବ ତୋର କଣ କରିବ ଆଉ ତାକୁ ସେମିତି ପାଳି ପୋଷିକି ରଖିବି ଆଉ କଣ କରିବି ତାର ତ ଛୁଆ ପିଲା ହବନି କୂଳ କିଏ ରଖିବ ନା ନାଇଁ ଆରେ ଡିସ୍କୋ ହେ ମଉସା ତା ନା ଡିସ୍କୋ ନୁହଁ ବାସ୍କୋ 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 ଓ ବୟସ ହେଲା ତ ବୁଢା ଲୋକ କଣଟା ଡାକିବି ମନେ ପଡୁନି ମୋ ମଥା ତ କିଛି କାମ କରୁନି ରେ ହଁ ହଉ ଯାରେ ଆଉ ଯୋଉଟେ ଜାଳ ଫାଳ ଆଣିବ ଜାଳ ତ ଦେଖୁଛୁ କୋଉ ଭଳିଆ ପଡିଛି ଯା 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 ବାସ୍କୋ ଭଲ ଭଲ ଜାଳ ବେଗି ନେଇକିଆ ନିତ୍ୟା ପୁରା ଭଲ ଅଛି ରେ ତା ବାପୁଟା ଭଲ ଲୋକ ଏଡିକି ହେଇଥିଲା ରେ ମୁଁ ଦେଖିଛ ନଙ୍ଗଳା କି ସିଙ୍ଗାଣି ବସି ଦୌଡୁଥିଲା ମଉସା ତା 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 ନେଇକି ଯା ମୁଁ କେଉଁଠି ହେଇଥିଲି ତ ମୋ ଆଖରେ ଚାଲୁଥିଲୁ ସ୍କୁଲ ଯାଉଥିଲୁ ଆଉ ସେତେବେଳେ ମୁଁ ତମ ଗାଣ୍ଡିରୁ କଛା ଖୋଲି ଦିଏ ମନେ ଅଛି ରେ ମନେ ଅଛି ଏଇ ଗୋଟେ କଥା କହିବି ଶୁଣିବୁ ସେନ୍ତରାପଟି ଗୋଟେ ଗ୍ରାମ ଅଛି ସେନ୍ତରାପଟି ସେ ସେନ୍ତରାପଟିରେ ମୋର ଗୋଟେ ଚିହ୍ନା ଲୋକ ଅଛି ରେ ତାର ଗୋଟେ ଝିଅଟେ ଅଛି ବୟସ ଯାହାହେଲେ ବି 55 ହବ ଚଳିବ ମାନେ ତୋଠୁ 10 ବର୍ଷ ଅଧିକ ହବ ଚଳେଇଦବା ଚଳିବ ତାହେଲେ ଗୋଟେ କାମ କରୁନୁ ଚା ଯିବା ମୋ ସହିତ ଯା ମୁଁ ବୁଢ଼ୀକି ତ କହିଦେଇକି ଆଇଛି ମୁଁ ଯାଉଛି ଦାଣ୍ଡ ଆଡ଼େ ଯାଉଛି ଆଉ ଚାଲୁନୁ ଯିବା ଦେଖିଦେଇକି ଆସିବା ହଁ ଭଲ ହବ ତୁ ବୁଝିଦେବି ଚାଲ ଯିବା ବୁଝିକି ଦେଖିକି ଆସିବା ଯଦି ହବ ଆଣିକି ରଖିବା ପାଖରେ ମୋ କୂଳଟା ରହିବ ନା ନାଇଁ ତୋ କୂଳ ରହିବା ଦରକାର ରେ ଯିବି ଦେଖିକି ଆସିବା ପାନ 4 ଖଣ୍ଡ ଦବୁ ରେ ପାନ 4 ଖଣ୍ଡ ମୋଟେ 10 ଖଣ୍ଡ ପାନ ଦେବି ଦବୁ ରେ ଘର ତ ମୋର ଗୁଣ୍ଡି ନାହିଁ କି ପାନ ନାହିଁ କି କିଛି ନାହିଁ ଦେଖୁଛୁ ତ ମୁଁ କୋଉ ଅବସ୍ଥାରେ ଆସିଛି ମୋ ମା ତୋ ବୁଢ଼ୀ ତ ଜାଣିଛୁ ତମ ନଙ୍ଗଳା କରି ଛାଡିଛି ବଟୁଆ କରିକି ଦେଇଦେବି ବଟୁଆ ଦବୁ ବଟୁଆ ସବୁ ଥିବ ବଟୁଆ ଟୋଟାଲ ଧରିବ ବୁଲିବ ଖାଉ ଯା ହଉ ରେ ଯା ହଉ ନଳଟା କେତେ ଭଲ ତୋର ମାଇକିନା କିଛି କହୁନି ତୁ ଆଉ ଗୋଟେ ବାହା ହେଲେ ଯୋଉ ବାହା ହବୁ ନା ସେ ମତେ କହୁଛି ସିଏ ବି କହୁଛି ସିଏ କହୁଛି ଦେଖ ଆମର 3 ସଂସାର ହେଲା
ଛୁଆ ପିଲା ତ କିଛି ନାହିଁ ଆନେ ରେ ଆଉ ହଁ। ତମେ ବ, ଆଉ ବ, ବ। ଗୋଟେ ତମେ ଆଉ ଗୋଟେ ଆଣିକିରି ଛୁଆ ପିଲା କିଛି କର ହଁ। ନହେଲେ ସଂସାରର ମାନେ କିଛି ରହିବନି ଆମ ଘରର ଏମିତି ଘଟଣା ଆଉ କଣ କହିବି ଆଉ ବଡ ମଉସା ତୁ ଆ ଗୋମାଇକିନା ତ ବହୁତ ସପୋର୍ଟ ଦଉଛୁ ନା ସେ ମତେ ବହୁତ ଭଲ ପାଉଛି କହିଲେ କଣ ହବ? ବହୁତ ଭଲ ପାଉଛି କିନ୍ତୁ ସେ କଥା ଆଉ ମୋର ତ ଏମିତି ଅବସ୍ଥା ମୁଁ ତ ଆଉ ଛୁଆ ପିଲା କରିପାରିବିନି ହଁ। ଆଉ ତମେ କୁଆଡ଼େ ଦେଖ ଗୋଟେ ଯଦି ଛୁଆ ପିଲା ହେଇଗଲା ଆମ ବଂଶର ଗୋଟେ କୂଳ ରହିବ ନା ନାଇଁ ନହେଲେ କୂଳ ବୁଡ଼ି ଯାଉଛି ଆରେ ନଳ ଗୋଟେ କଥାଟେ କହିବି ତମେ କି ଖରାପ ଭାବିବନି ବଳ ମଉସା ତମେ ଗୋଟେ କଥା କହିବ ଆମେ ପୁଣି ଖରାପ ଭାବିବୁ ତୋ ଭଳିଆ ମୁଁ ଆଉ ଗୋଟେ ବାହାଲ ହବନି ହେ ବାପ ଏ କଥା ଯାଇ ମୁଁ ଏଇନା ମାଉସୀ କି କହିଦେବି ମୁଁ କହିବି ମାଉସୀ ବର୍ତ୍ତମାନ ବଳ ମଉସା କହିଲେଣି ଗୋଟେ ବାହା ହବ ନାଇଁ ରେ ଭାରି ଇଚ୍ଛା ହଉଛି ରେ ଆଉ ଇଚ୍ଛା କରନି ବଳ ମଉସା ବୟସ ଗଲାଣି ଆରେ କଣ କରିବି 30 ବର୍ଷ ତ ଘୋରି ସାରିଲାଣି ନା ଆଉ ଇଚ୍ଛା ହଉନି ଘୋରିବାକୁ ହଉ ହଉ ସଂସାରଟା ଆଉ ଟିକେ ଆଗକୁ ବଢିବାକୁ ମତେ ଟିକେ ଭଲ ଲାଗୁଛି ରେ ଏ ବାପ ଆଉ ବଢାନି ନ ଛୁଆ କରିକି ଅବସ୍ଥା ନାହିଁ ହୁଁ ଆହୁରି ଛୁଆ କଲା ବେଳକୁ ତମେ ଯାଇ ତଳେ ଘୁଷୁରିବ ସେ ଅବସ୍ଥା କଣ ଡିସ୍କୋ ବାସ୍କୋ ବାକ୍ସୋ ବଢିଆ ନାରେ ଦା ପାଇଛୁ ରେ ହେଁ? ବାହା ହବ କି ରେ ହଁ ହେଁ? ମୁଁ ତ ୟା ପାଇଁ ଯାଉଛି ଦେଖ ତୋ ପାଇଁ ଦେଖିଦେବି ରେ ହେଁ? ଆରେ ସିଆଡେ ତାର ନଜରେ ଲାଜ କରୁଛୁ ନା ଗ ବାହାରକୁ ବାହା ତ ହବ ଲାଜ ଗୋଟେ କଣ ମ? ଲାଜ ନାଇଁ କହଳିଆ ଟୋକାଟା ତ ହଁ ସେ ବିଷୟରେ କିଛି ଜାଣିନି ହଁ ଲାଜ କରୁଛି ହଁ ଆଉ କରୁ ଏଇଠି ନଳ ଭାବି ପାରୁଛୁ କେମିତି ନିଆଁଟା ଜଳୁଛି ହା, ତୋ ଏ ପିଲାଦିନେ ନିଆଁ ଜଳିଛି ବୋଲି ତମେ ତଡକା ହେଇ ବଇଛ ତଡକା ବଦଳ ଥରି ଯାଆନ୍ତାନି କେତେବେଳେ ନହେଲେ ଥରି ଥରି ତମେ ଯୋଉ ଆଉଥଲ ହୁଁ। ମୁଁ କହିଲି ଆଜି ଏଇଠି ବଳ ମଉସାର ବାଳ ଉଡ଼ିଯିବ ନାଇଁ ସେ ଆଉ ଉଡ଼ି କିଛି ହଉନି କିନ୍ତୁ ଏତିକି ମନ କଥା ନଳ ଶୀତ ଦିନେ ଦେଖିବୁ ଏ ନିଆଁ ଯୋଉ ଭିତରେ ଯୋଉ ଗୋଟେ ଆଳୁଟେ କି ବାଇଗଣଟେ ପୋଡ଼ିକି ଖାଇଦବ ସେ ଯୋଉ ପଖାଳ ଭାତ ସହିତ ଓ କି ମଜାରେ ସିଏ ପୁରା ଶୀତ ଦିନିଆ ଖାଦ୍ୟ ଶୀତ ଦିନିଆ ଖାଦ୍ୟ ନାଇଁ ହଁ ସେଇଟା ହେଲା ମେନ୍ ନା ଇଏ ବଳ ମଉସା ହଁ ପିଲାଟା ଭାରି କନ କନ ହେଲାଣି ମୁହଁ ତ ଜଣା ହଁ କନ କନ ତାକୁ ଅଛି ଟିକେ ଆଉ ବୁଝିଦିଅ ଆଉ ତା ବାପା ବୋଉ ବି ଭାରି ହଇରାଣ ହେଲେଣି କାରଣ ରୋଷେଇ ବାସ କରି ଟିକେ ଗଣ୍ଡେ କେହି ଖାଇବାକୁ ଦେବାକୁ ନାହାନ୍ତି କେତେ ବୁଢ଼ୀଟା କଲ ବଲେଇକି ରାନ୍ଧି ବାଢ଼ି ଦେବ ଖାଇବାକୁ ଆଉ ଇଏ ତ କୁଆଡ଼େ ବୋଲି କୁଆଡ଼େ ବୁଲୁଛି ଏବେ ଯାଇଥିଲା ଦୁବାଇ ଏବେ ଆଇଛି ଓହୋ ହେଇ ଦିଅ ତାତିଲାନି ରେ ହଁ ଏଥର ଉଠିଯିବା ଉଠି ଯାଏ କି ମୋ ସାଥିରେ ଯିବୁ କହୁଥିଲୁ ହଁ ଯିବା ପରା ଚାଲ ଯିବା ସିଆଡ଼େ ତୋର ଟିକେ କଣ- ତୁ ହଁ ଆଉ ଗୋଟେ କଣ ବାହା ହବୁ ବୋଲି ହଁ, ଚାଲ। ଦେଖି ଦେଇକି ଆସିବା ମୁଁ ତତେ ଯୋଉ କହିଛି ସେଇଟା କରିବୁ କି